ବର୍ତ୍ତମାନ ଆମ୍ବ ଅଦା ଗୁଡ଼ାକେ ତୋଳି ଦେଇକି ରଖିଦେବି ବସ୍ତା ଭିତରେ। କାହିଁକି ଦେଖନ୍ତୁ ଆମ୍ବ ଅଦା ଗୁଡ଼ା ପୁରା ପଡ଼ିଛି ରୁମ୍ ସାରା ଆମ୍ବ ଅଦା ଆଉ ସାରୁ ଫାରୁ ସବୁ ପଳେଇଛି। ଏଗୁଡ଼ା ରଖା ହେଇଛି ଗୋଟେ ଘରେ ଖାଇଦେବେ, ଏଟା ବିକ୍ରି ହେବନି। ଛୋଟ ଛୋଟ ପୁଆ ତ କେହି ନେବେନି। ଆଉ ସେଗୁଡ଼ା ରଖା ହେବ ଆର ବର୍ଷ ଲଗେଇବା ପାଇଁ। ଆଉ ମଟରଟା ଫିଟିଂ କରିବି। ମଟରଟା ଫିଟିଂ କରିକି ସେ ଦେଖୁଛନ୍ତି ଚିହ୍ନ ଦିଆହେଇଛି, ସେଇଟା ପୁରା ହଳ କରାହେଇଥିଲା ନା, ଚାଲି ହେଉନି। ସେଇଟା ଗୋଟେ ପାଣି ସ୍ପ୍ରେ କରିଦେଲେ ଚାଲିଲେ ସେଟା ଟିକେ ମାନେ ଦବିଯିବ, ଚାଲିବା ପାଇଁ ସୁବିଧା ହେବ, କଷ୍ଟ ହେବନି। ଆଉ ଏ ଦୁଇଟା ସାରୁ ବସ୍ତା ଘରକୁ ନେବି। ଅଲମୋଷ୍ଟ ମାନେ କୁଇଣ୍ଟାଲ ସାରୁ ଅଲରେଡ଼ି ବିକ୍ରି କରିଦେଇଛନ୍ତି। ଆଉ ଯେତିକି ଅଛି ସେଠି ଗାଁରେ କିଛି ନେବେ। ଆଉ ଜଣେ ଭାଇ 10 କିଲୋ ନେବ, ଆଉ ବଡ଼କୁ ନେବେ 5 କିଲୋ, ମାଇଁ ନେବେ 5 କିଲୋ, ସେଗୁଡ଼ା ତାଙ୍କୁ ଦିଆହେଇଯିବ। ଆଉ ଘରେ ପାଇଁ ରଖା ହେଇଛି। ଏଇଟା ହେଉଛି ଧଳା ସାରୁ, ଏଗୁଡ଼ା କ'ଣ ଧଳା ସାରୁ, କଳା ସାରୁ ବାହାରିଥିଲା ସେଗୁଡ଼ା ବିକ୍ରି ହେଲାନି, ଲୋକ ନେଲେନି, ତ ସେଗୁଡ଼ା ଘରେ ଖାଇ ଦେଉଛନ୍ତି। ଆଉ ଏଗୁଡ଼ା ସବୁ ବିକ୍ରି ହେଇଯାଉଛି ଧଳା ସାରୁ। କିଛି ରଖା ହେବ ଘର ପାଇଁ, ଛୋଟ ଛୋଟ ସାରୁ ଖାଇବା ପାଇଁ ଅଛି ମେଞ୍ଚେ। କଳା ସାରୁ ରଖିକି ଲାଭ ନାହିଁ। ଏଗୁଡ଼ା ଆଗେ ମୁଁ ଭର୍ତ୍ତି କରିଦେବି ବୁରାର। ଭର୍ତ୍ତି କରିସାରିଲା ପରେ ସେଠି ପାଣି ସ୍ପ୍ରେ କରିଦେବି। ତାପରେ ଘରକୁ ଯିବି। ଘରକୁ ଯାଇକି ମାଆଙ୍କର ଯେଉଁ କହୁଥିଲି ମନ୍ଦିର ଚାରିପଟେ ସଫା କରିବା ପାଇଁ, ସଫା କରିଦେବି। ଆଉ କ୍ଲିୟର ହେଇଯିବ। ରୁମ୍ ପୁରା ଏବେ ଫ୍ରେଶ୍ ହେଇଗଲା। ଉଠେଇକି ରଖିଦେଲି ଏ ସାରୁ, ଆଉ ସେ ଇଏଟେ ରଖିଦେଲି ତାଙ୍କ ସାରୁ, ଆଉ ସେଇଟା ତ ବୋଉ ବାଛି ରଖିଥିଲା। ଆଉ ଆମ୍ବ ଅଦା ବାଛିଦେଲି। ରୁମ୍ ପୁରା ଫ୍ରେଶ୍ କରିଦେଲି। ବର୍ତ୍ତମାନ ଯାଉଛି ମଟରଟା ଲଗେଇବି। ଆଉ ପରିବେଶ ଯେଉଁ ନୁଙ୍ଗରା ଫୁଙ୍ଗରା ହେଇଛି ସେଗୁଡ଼ା ଟିକେ ଜଳେଇଦେବି। ମଟର ଲଗେଇ ପାଣି ଦେବି। ଆଉ ଫାଇନାଲି ମାନେ ଏ ଯେଉଁ ସୋଲାର ଡ୍ରାୟରଟା ଅଛି, ତା ଭିତରେ ବହୁତ ଜିନିଷ ଅଛି। ତ ମୁଁ ଖୋଜୁଥିଲି ମାଚିସ୍ଟା ଜାଳିବା ପାଇଁ ଅଳିଆ ଗୁଡ଼ା, ଦେଖିଲାକୁ ବ୍ରସ୍ ଆଉ ଜୀବଚେଲା ଆଉ ପେଷ୍ଟ ଥିଲା। ମୁଁ ରଖିଥିଲି ବହୁତ ଦିନ ପୂର୍ବରୁ, ନା ପାଇଗଲି। ଆଗେ ବ୍ରସ୍ କରିଦିଏ, ତାପରେ କାମ କରିବି। କାହିଁକିନା ଭଲ ଲାଗୁନଟା, ଖେପ ଢୁକି ହେଉନି କି ଡେରି ଲାଗୁଟା। ବ୍ରସ୍ କରିଦିଏ, ତାପରେ କାମ କରିବି। ଯାହା ବ୍ରସ୍ଟା ଥିଲା। ସେନେ ପୁରୁଣା ଜିନିଷ କେବେ ଖୋପାଡ଼ନ୍ତୁନି କି ପୁରୁଣାଟାକୁ ଅଦରକାରୀ କୁହନ୍ତୁନି। ଏଇ ଦିନେ ଦରକାର ଆସିବ ଆମର। ମୁଁ ବେଳେବେଳେ ଭାବେ ଖୋପାଡ଼ି ଦେବି, ନୂଆ ଇଏଟେ ମୁଁ ବ୍ୟବହାର କରିନଥିଲି, 2-3 ଦିନ ବ୍ୟବହାର କଲି। ଏଟା ଆଗରୁ ହଉଥିଲି ଫାର୍ମ ହାଉସ୍ର, ଯାହା ଖୋପାନି ଆଜି ଏଇଟା କାମ ଆସିଲା। ସେଥିପାଇଁ ଓଲ୍ଡ ଇଜ୍ ଗୋଲ୍ଡ। ଏଠି ଓଦା କରିଦେଲେ ଚାଲିବା ପାଇଁ ପୁରା ସୁବିଧା ହେବ। ତାପରେ ଫାର୍ମ ପୁରା କମ୍ପ୍ଲିଟ୍ ହେଲା ପରେ ଏଠି ଗୋବର ପାଣି, ନା ସେ ଗୋବର ପାଣି ଗୋବର ଆଉ ବାଲି ଆଉ ମାଟି ଆଣିକି ପୁରା ଲିପା ହେବ, ଯେମିତି ସରଫେସ୍ଟା ପୁରା ମାନେ ପ୍ଲେନ୍ ରହିବ। ଚାଲିବାକୁ ପୁରା ଅସୁବିଧା, ଖାଲି ଗୋଡ଼ରେ ଚାଲିପାରିବେନି, ଗୋଡ଼ ପୁରା ଏତେ ଜୋର କାଟିବ। ଖରା ପ୍ରବଳ ଆସିଲାଣି। ଆଉ ମଟରଟା ଠିକ୍ସେ ପାଣି ଉଠାଉନି, ଅଧା ଅଧା ମଟର ପାଣି ଉଠାଉଛି। ଆଉ ମାନେ ଏୟାର ନେଇଯାଉଛି। ତ ମୁଁ ଯାଉଛି ବର୍ତ୍ତମାନ ଗାଧୋଇ ପାଧେଇ ଖାଇ ଦେଇକି ମନ୍ଦିର ଚାରିପଟେ ସଫାସଫି କରିବି। ଦେଖିବା ସନ୍ଧ୍ୟାବେଳକୁ ଟାଇମ୍ ହେଲେ ଆସିକି ମଟରଟା ଗୋଟେ ସଜାଡ଼ିକି ଆଉ ଯେତିକି ବାକି ରହିଲା ପାଣି ଦେବା ପାଇଁ ଦେଇଦେବି। ଆଉ ଏସବୁ ଉଠେଇ ଦେଲି, ପଟା ଫଟା ଯେଉଁ କଢ଼ା ହେଲା ଆମର ଖୁଣ୍ଟ ପଟା ଗୁଡ଼ା ସେ ସାଇଡ଼୍ କରି ରଖିଦେଲି। ସବୁ ସରିଲା, ଖାଲି ଅଧା ପାଣି ଦେଇଛି। ପାଣି ଆହୁରି ଦରକାର ନିହାତି, କାହିଁକିନା ପାଣି ଟିକେ ଖାଇଲେ ଚଲାବୁଲା କଲେ ସେଇଟା ଲେବୁଲ୍କୁ ପଳେଇ ଆସିବ, ଆଉ ଗୋଡ଼ କାଟିବନି। ଯାଉଛି ଗାଧୋଇ ପାଣି ପୁରା ଫ୍ରେଶ୍ ହେଇକି ଖାଇଦିଏ ଆଗେ, କାହିଁକିନା ପେଟ ଚୁହା ଗିଳିଛି ପେଟର। ପୁରା ବାହାର ଭିତରେ ପୁରା ଧୋଇ ଦେଇଥିଲେ। ଟାଇମ୍ ଆକ୍ଚୁଆଲି କ'ଣ, ମାନେ ମୁଁ ପୁରା ଭିତରେ ଥିଲି, ଓଦା ମୋବାଇଲଟା ଧରିକି ଏଠି ଯଦି ବାଇଚାନ୍ସ ଗଳିଗାଳି ପଡ଼ିବ କି ଭାଙ୍ଗିଯିବ, ନହେଲେ ଓଦା ହେଇଯିବ, ତ ସେଥିପାଇଁ ମୋବାଇଲ ଧରିନଥିଲି। କ୍ଲିୟର ହେଇଯାଇଛି। ଆର ବର୍ଷ ପୁରା କଲର୍ ଦିଆହେଇଯିବ, ପୁରା ମସ୍ତ ଦେଖାହେବ। 5 ବର୍ଷ ହେଇଗଲା ନା, କଲର୍ ଏକ୍ସଟେରିୟର କଲର୍ଟା ଛାଡ଼ିଗଲା। ତଥାପି ମନ୍ଦିର ବହୁତ ସୁନ୍ଦର ଲାଗୁଛି। ତା କଲର୍ଟା ଗ୍ଲେଜ୍ କରୁଛି, ଏବେ ଭଲ କଲର୍ ଦିଆହେଇଥିଲା। ଆଉ ସେ ପାଖରେ ଆମର ଶନିଙ୍କର ମନ୍ଦିର ଆଉ ଶିବଙ୍କର ମନ୍ଦିର, ମଝିରେ ହନୁମାନ। ଆଉ ଗ୍ରାମ ଦେବତା ଆପଣଙ୍କୁ ଦେଖେଇଥିଲି ମକର ସଂକ୍ରାନ୍ତି ଦିନ, ସେ ବହୁତ ଦୂରରେ। ଧରିକି ଫାଉଡ଼ା ଆଉ ଶାବଳ ଏ ସାଇଡ଼୍ଟା ପୁରା ଖୋଲା ହେବ, ସେପଟ ସାଇଡ଼୍ଟା ପୁରା ଖୋଲା ହେବ। ଖୋଲା ହେଇକି ସେଇଟା ବାଡ଼ିରେ କିଛି ଲଗା ହେଇଛି ବୋଲି ସେଇଟା ପୁରା କଭର୍ କରିଦେବେ। ଏଇଟା ପୁରା ଖୋଲା ରହିବ ପରିକ୍ରମା ପାଇଁ। ତା କାମ ଲାଗି ପଡ଼େ, କାହିଁକିନା କାଲି ଗୋଟେ ଦିନ ହାତରେ ଅଛି। କାଲି ସପିଂ ହେବ, ମାନେ ଖାଇବା ପିଇବା ପାଇଁ ଜିନିଷପତ୍ର କିଣା ହେବ, ଫୁଲମୁଲ କିଣା ହେବ। ପୁଣି ସନ୍ଧ୍ୟାବେଳକୁ ସଜା ହେବ ମନ୍ଦିର। ଏଇପଟଟା କାଢ଼ିକି ଏଇଟା ଫିଲ୍ଅପ୍ କରିଦେଲେ ଆଉ ଗାଈ ଗୋରୁ ପଶିବେନି ଭିତରେ, ନହେଲେ ଭିତରେ ପଶିଯିବେ। ଆଉ ସେପଟ ସେଇଟା ପୁରା ଖୋଲା ରହିବ। କାମ ଲାଗି ପଡ଼େ। ଏକା ଅଛି, ରାଜୁ ଯାଇଛି କାମର।
ତାକୁ ପୁରା ସଫା କରିଦେଲି। ବାଡ଼ଟାକୁ ଏପଟ ସାଇଡ଼୍କି ଉଠେଇ ଦେଇଛି ଯେମିତି ଗାଈ ଗୋରୁ ପଶିବନି ବାଡ଼ି ଭିତରେ। ତାପରେ ରୋଡ଼ଟା କ୍ଲିଅର୍ ହେଇଗଲା ପୁରା। ସମସ୍ତେ ଚାରିପଟେ ବୁଲିକି ଆମର ପରିକ୍ରମା କରିବେ। ଆଉ ଦୀପ ବି ସଜା ହେବ ପୁରା ଚାରିପଟେ। ଆରଥର ଭାଇ ସଡ଼ନ୍ ମୁଁ ସେଠି ମାନେ ଠାକୁରଙ୍କ କତିକି ଯାଇକି କାମ କରୁ କରୁ ଏପଟରେ ଆମର ଖତ ଗଡ଼ିଆ ଯେଉଁ ନିଆଁ ପୁରା ଲାଗିଗଲା। ଏପଟ ଦୌଡ଼ିକି ପଳେଇ ମୋବାଇଲ୍ ଫା ଛାଟିକି ଆସି ଦେଖନ୍ତୁ ଅବସ୍ଥା କ'ଣ ହେଇଛି। ପୁରା ସାଙ୍ଗେ ସାଙ୍ଗେ ସବୁ 20-30 ଜଣ ମିଶିକି ଆମେ ମାନେ ପାଣି ସବୁ ଗଡ଼ିଆରେ ବୋଇନୁ। ମୁଁ ଭାଉଜଙ୍କୁ କହିଲି ପହଁରା ଘର ଦେବା ପାଇଁ। ଭାଉଜ ମା ସାଙ୍ଗେ ସାଙ୍ଗେ ଦେଖିଲେ ଏପଟ ନିଆଁ ପୁରା ହୁଡ଼ୁ ହୁଡ଼ୁ ଜଳିଲାଣି। ମୁଁ ଦୌଡ଼ି ସାଙ୍ଗେ ସାଙ୍ଗେ ବଡ଼ ଭାଇ ଆଇଲେ ମାନେ ଡକାଡକି ହେଇକି 15-20 ଜଣ ପଳେଇଗଲେ ଲୋକ। ନହେଲେ ମାନେ ପୁରା ସବୁ ଯାଇଥାନ୍ତା। ସମସ୍ତଙ୍କ ବଦାଡ଼ି ଅଛି ଛଣ ବଦାଡ଼ି ପୁରା ନଷ୍ଟ ହେଇଥାନ୍ତା। ଯାହା ହଉ ଠାକୁରଙ୍କ ଆଶୀର୍ବାଦରୁ ଠିକ୍ ଟାଇମ୍ ଆମେ ଦେଖିଦେଲି। ଠିକ୍ ଟାଇମ୍ ଯଦି ନ ଦେଖିଥାନ୍ତୁ ମାନେ ପୁରା କ'ଣ ହେଇଥାନ୍ତା। ସେ ଜାଗାଟା ପୁରା ସମସ୍ତଙ୍କର ମାଟି ଘର ବି 3ଟା ଥିଲା, ଛପର ଘର, ତାପରେ ଛଣ ବଦାଡ଼ି କୋଟା ପଟା ସବୁ ରଖିଥିଲେ। ସବୁ ଲୋକ ଭିଡ଼ି ଗଲୁ, ଭିଡ଼ିକି ସେଇଟା କ୍ଲିୟର୍ ହେଇଗଲା। ଆଉ ମୁଁ ବି ଏଠି ସଫା କରିଦେଇଛି। ଏବେ ଯାଉଛି ମଟର ଲଗେଇକି ସେ ଯେଉଁ ଖତ ଗଡ଼ିଆଟା ନିଆଁ ଥିବ ତାକୁ ଟିକେ ଭଲସେ ପାଣି ମାରିଦେଉ। ଫାଇନାଲି ଆପଣମାନେ ଦେଖିଲେ ସଫା କରିଦେବି। ମୁଁ ବେଶୀ ଲଙ୍ଗ୍ କଲିନି ମାନେ ଦେଖିବାଟା ସରାଉଣ୍ଡିଂଟା, କାହିଁକିନା ଭାଇ ସେପଟ ମଟରଟା କାଢ଼ୁଥିଲେ। ଆମର ସେପଟ ଗୋଟେ ନିଆଁ ଲାଗିଯାଇଥିଲା ଆପଣଙ୍କୁ ଦେଖେଇଲି। କ'ଣ ଯେଉଁ ଖତ ଗଡ଼ିଆ ମାନେ ଆମର ଗୋମାତାଙ୍କର ଯେତେବେଳେ ଗୋବର ଫୋବର କଢ଼ା ହେଇକି ଗୋଟେ ଜାଗାରେ ଷ୍ଟୋର୍ କରି ରଖା, ସେଟାକୁ କୁହନ୍ତି ଖତ ଗଡ଼ିଆ। ଖତ ମାନେ ସେ ଫର୍ଟିଲାଇଜର୍ ଗୁଡ଼ା। ଆଉ ତାକୁ ସେଇଠି ରଖା ହେଇଥିଲା। ସେ ନିଆଁ ଧରି ପୁରା ସ୍ପ୍ରେଡ୍ ହେଇଯାଇଥିଲା। ଆମେ ଠିକ୍ ସମୟ ଦେଖିଦେଲୁ, ନହେଲେ ସେ ପାଖାପାଖି ଯେଉଁ ଛଣ ବଦାଡ଼ି ଥିଲା ପୁରା ନଷ୍ଟ ହେଇଥାନ୍ତା। ଭାଇ ସେପଟର କରିଥିଲେ ଟିକେ ଭଲ ଲାଗିଲାନି ଭିଡ଼ିଓ କରିବା ପାଇଁ, ଅନକମ୍ଫର୍ଟେବୁଲ୍ ଲାଗିଲା। ଏଥିପାଇଁ କି ନା କି ଲାଜ ଶରମ ପାଇଁ ଗୋଟେ ପରିସ୍ଥିତି ଆମର ଖରାପ ହେଇଗଲା। ସେ ସମୟରେ ଭିଡ଼ିଓ କରିବ, ସେ ଲୋକଙ୍କୁ ଲାଗିବ କି ତାଙ୍କୁ କ୍ରିଟିସାଇଜ୍ କଲାବେଳେ, ତ ଭଲ ଲାଗିଲାନି। ବର୍ତ୍ତମାନ ମୁଁ ଯାଉଛି ଭିଡ଼ିଓ ପକାଇବା ପାଇଁ, ଆପଣଙ୍କୁ ଦେଖେଇବି ମୋତେ କେତେ ଷ୍ଟ୍ରଗଲ୍ ଲାଗେ ଭିଡ଼ିଓ ପକାଇବା ପାଇଁ। ଆଜି 4ଟା ବେଳେ କ୍ରିକେଟ୍ ଖେଳି ହେବନି, କାହିଁକିନା ଆମ ପାଖ ଗାଁ ପିଲା ଆସନ୍ତି ଖେଳିବା ପାଇଁ। ତାଙ୍କର ସରସ୍ୱତୀ ପୂଜା ବହୁତ ଧୁମଧାମରେ କରନ୍ତି, ତ ସେମାନେ ଆସିବେନି। ଆଉ ଜିତୁ ଚଗଲା ବି ମ୍ୟାଚ୍ ଯାଇଛନ୍ତି, ତ ମୁଁ ଭାବିଲି ଆଜି ସବୁ କାମ ଗୁଡ଼ା ସାରିଦେବା। ଚାଲନ୍ତୁ ଦେଖିବେ କେତେ ଷ୍ଟ୍ରଗଲ୍ରେ ମୁଁ ଭିଡ଼ିଓଟା ଅପଲୋଡ଼ କରେ।